ଆଚ୍ଛା ଗୀତା ଶୁଣିଲ, ଘରକୁ ଆସିବା ତମର 2 ଦିନ ହେଇନି, ତମେ ଘର ସବୁ କାମରେ ତ ମତାମତ ଦବାରେ ତମର ସାହସ ହେଇଗଲାଣି ନା? ବୋଉ ଯୋଉ ଡିସିସନ ନଉ, ସେ ଡିସିସନ ଠିକ ହଉ ବା ଭୁଲ ହଉ, ସେ ଡିସିସନ ଉପରେ ତ ମୁଣ୍ଡ ଖେଳେଇବା ଦରକାର ନାହିଁ। ଆରେ ମୁଁ କଣ କଲି? ବୋଉ ଭୁଲ କଥା କହୁଥିଲେ। ମୁଁ ଖାଲି ଏତିକି କହିଲି, ଯୋଉ କଥାଟା କହୁଛ ସେଇ କଥାଟା ଭୁଲ। ଆସ୍, ଯେତିକି କହିଲ ହେତିକି। ଆଜିଠାରୁ ନିଜ କାମ ନିଜେ କର। ଏ ଘର ବିଷୟରେ ମୁଣ୍ଡ ପୁରେଇବା ଆଜିଠାରୁ ଦରକାର ନାହିଁ। କଣ ବୁଝିପାରିଲ ତ? ହଁ ବୋଉ, ହଁ ସବୁ ଠିକ ଅଛି। କଣ କହିଲୁ? ଜ୍ୱାଇଁ ଜ୍ୱାଇଁ ପରା ଏଇନା ଅଫିସରୁ ଆସିଛନ୍ତି, ସେ ଧୁଆ ଧୁଇ ହଉଛନ୍ତି। ଆଉ ମୁଁ ଯାଉଛି ତାଙ୍କ ପାଇଁ ଚାହା କରିବାକୁ। ତୁ ଫୋନ କରିଦେଲୁ, ମୁଁ ଫୋନ ରଖୁଛି। ଆଉ 5 ମିନିଟ୍ ପରେ କରିବି ହେଲା। ରଖୁଛି। ଆଚ୍ଛା ଗୀତା ଶୁଣିଲ, ହଁ, କଣ ହେଲା? ମୁଁ ତମ ଉପରେ ଏତେ ଜୋରେ ରାଗିଲି, ତମକୁ କେତେ କଥା କହିଲି। ଆରେ ଘରେ ଏଡେ ବଡ ଗୋଟେ ଘଟଣା ଘଟିଗଲା, ତମେ ତ ଚାହିଁଥିଲେ ତମ ବୋଉକୁ ତ କହିପାରିଥାନ୍ତ ନା? ଜାଣିଛ, ଏଇଟା ହଉଛି ମୋ ଘର, ଆଉ ସେଇଟା ହଉଛି ମୋ ବୋଉର ଘର। ଏଇଟାକୁ ତ ମୋ ନିଜ ଘର ବୋଲି ମୁଁ ଭାବି ସାରିଲେଣି। ମାନେ ଏଇଟା ମୋ ଶାଶୁ ଘର ନୁହଁ, ଏଇଟା ହଉଛି ମୋ ନିଜ ଘର। ଆରେ ତମେ କେମିତି ଭାବୁଛ ତମ ବିଷୟରେ ମୋ ବୋଉକୁ ଖରାପ କଥା କହିବି ବୋଲି? ବୋଉ ଯେତେବେଳେ ରାଗିଯିବ, ତମ ବିଷୟରେ ଯେତେବେଳେ ଖରାପ କଥା ମତେ କହିବ, ମତେ ସେଇଟା କେମିତି ଲାଗିବ? ଆରେ ଆମେ ହଉଛି ସ୍ୱାମୀ ସ୍ତ୍ରୀ, ଏଇନା ଝଗଡା ଲାଗିଛେ, ଆଉ ଟିକେ ଗଲେ ଠିକ ହେଇଯିବ। କିନ୍ତୁ ଏଇ ସବୁ ବିଷୟରେ ଅନ୍ୟମାନଙ୍କୁ ଜଣେଇବା ଠିକ ନୁହେଁ ନା? ତମ ବିଷୟରେ ନା ମୋ ବିଷୟରେ? ଆରେ ତମେ ଏଇନା ଡାକିଛ, ଆଉ ଟିକେ ସମୟ ପରେ ତମେ ଠିକ ହେଇଯିବନି?